जय जगन्नाथ। विजय भल कथाटी मन रख। आम आलोचना करथिले आज आलोचना करवा आखि थाई कणा अनुभवर समय 52 घाटी बुझिपार कहबार कारण कौन? मन रखि थरे कही मालिका जहा कही महापुरुष मानकर बाणी अक्षरे अक्षरे सत्य। ये जो कथा कहूँ ये वर्तमान चारिआडे व्यापी गला। आम भारतटा बाकी भारतटा बोधे आउ अल्प दिने परिस्थिति सेमती असंभाल हो। शास्त्र कहे श्रीमद भगवत गीता प्रमाण दिए जिते बेले धर्मर ग्लानि घटी समय महाप्रभु निराकार साकार रूप को धारण कर मर्त्यमंडल परिप्रकाश बा निर्गुण सगुण रूप को धारण करता। वर्तमान समय समस्ते जानुंट किंतु कहार चेतना रही अनेक सब घटना सब अतीत घटीगला। कार मन अच्छी कार मन ना आम गोटे आलोचना करते जार जात सुत पांडवों नाथ ताबामे कंकड़ा रख तृतीय समर होइबा आरंभ ऋषिया हेब विमुख। एटी विमुख शब्दर अर्थ होउछि आगभर। जार जात सुत पांडव नाथ ताबामे कंकड़ा रख हो 49 अंक तथा अनंत माधव को 49 अंक ऋषिया आगभर हम चतुर्थ समयटा से आरंभ हम। तमें देख एटा आगलू आलोचना होता जहाँ आलोचना होता ठीक से घटला 49 अंक यूक्रेन और रूस युद्ध घर आरंभ है। ऋषिया हेब विमुख माने एटी विमुख शब्दर अर्थ हम आगभर बुझे से युद्ध बंद है बंद महापुरुष गोटा लिखिदे प्रणव प्रस्तापी गायत्री को लिखि ओलट पालट कर यही अंक यही अंक जाए गोल हो पार। वर्तमान समय आ 51 अंक सर अल्प दिन रहा। इजराइल पैलेस्टाइन धर्म युद्ध तक आरंभ हो चली चलनी छाड़ जदा जदा ही धर्म से ग्लानिर्भवति भारत अभ्युत्थान मदरं तदात्म्य सुधाम्य परित्राणाय साधूनां विनाशाय च दुष्कृता धर्म संस्थापनार्थाय संभवामि जीवे। जेते बेले धर्म उपर संकट आसी महाप्रभु कौन आविर्भूत हो दुष्ट को संहरण करती धर्म स्थापन करती। बर्तमान चारिआडे देख भारत बाहर को भी देख भारत में पाकिस्तान देख कानाडा देख बांग्लादेश देख बर्तमान हिंदू ऊपर प्रहार होना होने होने माने सनातन धर्म उपर बर्तमान प्रहार पदार आरंभ हो गला। खाली आम भारत भूखंड समते जानिया कथा जिते सनातन धर्मर कौन अवक्षय करने को लोक मैंने चेष्टा करती दुष्ट मान
ସେ ସମୟରେ ପ୍ରଭୁ ଆଉ ସମ୍ଭାଳି ପାରିବେ ନିଶ୍ଚିନ୍ତ। ନିଶ୍ଚିନ୍ତ କଣ ହେବେ? ମର୍ତ୍ତ୍ୟମଣ୍ଡଳରେ ଆପ ପରିପ୍ରକାଶ ହେବେ, ଦୁଷ୍ଟକୁ ସଂହାର କରିବେ। ଭାରତଟା ବି ହବ 52 ଅଙ୍କରେ। ଭାରତରେ ବି ଗୋଳ ସୃଷ୍ଟି ହେଇଯିବ, ଧର୍ମକୁ ନେଇ ଗୋଟେ ଭୟଙ୍କର ସୃଷ୍ଟି ହବ। ବଛା ବଛି ବେଳ ମହାପୁରୁଷ ଲେଖିଛନ୍ତି, ସବୁ ଧର୍ମ ହବ ଚୂର୍ଣ୍ଣ, ଗୋଟିଏ ସତ୍ୟ ସନାତନ ଧର୍ମ ମହିରେ ସ୍ଥାପିବେ ସେ ଭଗବାନ ଲୋ ଯାଇ। ଦେଖିନାହାନ୍ତି ନା? ସମସ୍ତଙ୍କର କଣ ହେଇଯିବ? ଗର୍ବ ଚୂର୍ଣ୍ଣ ହେଇଯିବ। ସେ ସମୟଟା କଣ ହେଲାଣି? ବହୁ ନିକଟତର ହେଲାଣି। ତଥାପି ସମାଜ ଚେତି ପାରୁ ନାହିଁ, ଚାରିପାଖ ହେଇଗଲାଣି। ଖାଲି ଭାରତ ଭିତରେ ମାଡି ହେଇକି ଟିକେ ନାକୁ ଛପିକି ଅଛନ୍ତି, ଇଏ ବି ଗୋଳ ସୃଷ୍ଟି ହବ। କେତେ ଅଙ୍କରେ? 52 ଅଙ୍କରେ। ଯେତେବେଳେ ହିନ୍ଦୁ ଧର୍ମ ଉପରେ ପ୍ରତିଘାତ ହବ, ପ୍ରଭୁ କହିପାରିବେ କାହିଁକି? ତମ ବାପାକୁ ଜଣେ ବାଡେଇଲେ ତମ ପୁଅ ସମ୍ଭାଳି ପାରିବ କି? ସମ୍ଭାଳି ପାରିବ କି? ଲେଖିଛନ୍ତି, ଭକତ ମୋ ପିତା ମାତା, ଭକତ ମୋ ବନ୍ଧୁ, ଭକତ ନିମନ୍ତେ ନାମ ମୋର କୃପା। ଯେତେବେଳେ ତା ଭକ୍ତଙ୍କ ଉପରେ ପ୍ରତିଘାତ ହବ, ସେ ରହିବ? ରହିବ କି? ରହିବ। ଏମିତି ପରିପ୍ରକାଶ ହେବେ, ତାକୁ ଜଗତ ବି ଜାଣିପାରିବେନି। ମହିରେ ଚାଲିଲେ ଚିହ୍ନା ନ ପଡିବେ ହେମନ୍ତ ପୁରୁଷ ଜୟୀ। ଚିହ୍ନ ନ ପଡିବ ନୁହଁ, ଚିହ୍ନା ନ ପଡିବେ। ମାନେ ସେ ସାଧାରଣ ବ୍ୟକ୍ତି ବିଶେଷର ପରି କଣ ହେଇଥିବେ? ମହିରେ ପରିପ୍ରକାଶ ହେବେ, କିଏ ଜାଣିପାରିବେ ନାହିଁ। ବୁଝିପାରୁଛ ନା ବୁଝିପାରୁନ? ତେଣୁ ମାଳିକା ଶାସ୍ତ୍ର ଆମ ମାନଙ୍କର ଆଖି ଖୋଲି ଦେଇଛି। ଦୃଢେ ତରେ ବୋଲେ ମୁଢେ ତରେ ମଝି ମଝିଆ ବୁଢୀ ମରି। ଯଦି ପ୍ରଭୁଙ୍କୁ ଡାକୁଛ ଦୃଢ କରି ଡାକ, ନ ଡାକୁଛ ମୂଢ ପଡିଯିବ। ଆଉ ମଝି ମଝିଆ ଯେତିକ ବିନାଶ ହେବେ। ବୁଝିପାରୁଛ ନା? ଖାଲି ହରିନାମ କହିଲେ ହବନି, ଜ୍ଞାନ ବଖାନେ ତାର କିଛି ମହତ୍ଵ ନଥାଏ। ଜ୍ଞାନ ବଖାନେ କଣ ହବ? ପଣ୍ଡିତରେ ହେଇଯିବ। ଜ୍ଞାନୀ ହବାକୁ ଚେଷ୍ଟା କର। ଜ୍ଞାନୀ କଣ? ଅନୁଭବକାରୀ। ଅନୁଭବକାରୀ ହେଲେ ତାହେଲେ ତମେ ତାର କଣ ହବ? ଅମୃତ ପାଇବ। ଦୁଇଟି ମାର୍ଗ, ଗୋଟେ ହଉଛି ଆଧ୍ୟାତ୍ମିକ ତତ୍ଵ ମାର୍ଗ, ଆଉ ଗୋଟେ ହଉଛି ଭକ୍ତି ମାର୍ଗ। ଆମେ ଗୃହୀ ଲୋକ, ଆମେ ସେ ଯୋଗ ତପ କରିପାରିବାନି। ଏଠି କେବଳ ଭକ୍ତି ମାର୍ଗ ଦରକାର। ଯଦି ଭକ୍ତି ନାହିଁ ତାହେଲେ କିଛି ମହତ୍ଵ ନାହିଁ। ଭକ୍ତି ତ ଭକ୍ତି, ଗାଢତା ଭକ୍ତି। ଗାଢତା ଭକ୍ତି।
ପ୍ରହ୍ଲାଦ ସ୍ଥଳ ସ୍ଥଳ ସବୁଆଡେ କହିଲା ମୋ ପ୍ରଭୁ। ମୁଁ ଯେତେବେଳେ ପଢୁଥିଲେ ଆମେ ଗୋଟେ ପ୍ରେୟାର କରୁ, ବର୍ତ୍ତମାନ ଅଛି ନାଇଁ କହିପାରିବୁନି। ଜଳ ସ୍ଥଳ ବନଗିରି ଆକାଶ ତୁମ୍ଭ ଲୀଳା ସବୁଠାରେ ପ୍ରକାଶ, ମତେ ଏତିକି ଶିଖାଅ ସାଇଁ ହେ, ମୋର ଭଲ ମନ୍ଦ ଲୋଡ଼ା ନାହିଁ। ତେଣୁ ପ୍ରଭୁ ଅତ୍ର ତତ୍ର ସର୍ବତ୍ର ବିଦ୍ୟମାନ। ଜଳ ସ୍ଥଳ ଆକାଶ ଏବଂ ସଚରାଚର, ଚଳନ୍ତି ଅଚଳନ୍ତି ବୁଢା ଉଡା 56 କୋଟି ପ୍ରକାରର ସମସ୍ତଙ୍କ ଦେହରେ ପ୍ରଭୁ। ଏଇ ଦାଢତା ଭକ୍ତି ଜାଣିଥିଲେ କିଏ? ସେ ପ୍ରହ୍ଲାଦ। ଯାହା ଫଳରେ ପିତା ହିରଣ୍ୟକୁ କହିଥିଲେ, ବାପା ମୋ ପ୍ରଭୁ ପରା ଏଇ ଖୁମ୍ବରେ ଅଛନ୍ତି। ହିରଣ୍ୟକ୍ଷ ଅଟ୍ଟହାସ୍ୟ କରିଦେଲା, କହିଲା କଥା ପିଟିଲା ଖୁମ୍ବକୁ। ପ୍ରଭୁ କଣ କଲେ? ଖୁମ୍ବରୁ ପରିପ୍ରକାଶ ହେଲେ ନାଇଁ। ନୃସିଂହ ଅବତାର ଯୋଉ ହିରଣ୍ୟକୁ ନଖରେ ବିଦାରଣ କଲେ। ବିଦାରଣ ଶବ୍ଦ ତ କଣ? ଫାଡ଼ିଦେଲେ। ସେଇ ଦୃଢ଼ତା ଭକ୍ତି ଦରକାର। ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ମୋ ବାଇରୁ ଶାଗ କିଆରି କିଏ ନେବ, ବାଇରୁ ଶାଗ କିଏ ନେଇ, ତାର କିଛି ମହତ୍ଵ ନାହିଁ। ବୁଝି ହଉଛି ନା? ତେଣୁ ଆମେ ସମସ୍ତେ ବର୍ତ୍ତମାନ ଆଖି ଥାଇକି କଣ ଅନୁଭବ କରିବ? ଆଉ ଅଳ୍ପ ଦିନ ଖାଲି 52 ଆରମ୍ଭ ହଉ, ସଂସାର କଣ ହବ ଗୋଳ ସୃଷ୍ଟି ହେଇଯିବ। ଚାରିପାଖ ହେଇଗଲାଣି, ଖାଲି ଭାରତଟା ବାକି ଅଛି। ଯାହା ଫଳରେ ଯୁଦ୍ଧ ଯୁଦ୍ଧ ଯୁଦ୍ଧ, ଧର୍ମକୁ ନେଇକି ଯୁଦ୍ଧ। କିନ୍ତୁ କେହି ଜାଣୁନାହାନ୍ତି ଭଗବାନ ହଉଛନ୍ତି ଗୋଟିଏ। ବୁଝିପାରୁଛ ନା? ଭଗବାନ ହଉଛନ୍ତି କଣ? ଗୋଟିଏ। ସେ କଥା କିଏ ଜାଣିଛନ୍ତି? ଆରେ ଆମର ଅର୍ଦ୍ଧ ଉପରେ ବିନ୍ଦୁ, ମୁସଲମାନ କଣ ଅର୍ଦ୍ଧ ଉପରେ ଷ୍ଟାର, ଖ୍ରୀଷ୍ଟିଆନ କଣ ଖାଲି ଷ୍ଟାର ନା? ସେ ଷ୍ଟାର ଟା କଣ? ଭଗବାନ। ବିନ୍ଦୁ କଣ? ଭଗବାନ। କିନ୍ତୁ ଆମେ କେହି ଜାଣିପାରୁନେ। ଆମ ଧର୍ମ ବଡ, ଆମେ ଏ ଧର୍ମଟାକୁ ବାଡେଇକି ଲୁଚେଇଦବା। ଦିନେ ନା ଦିନେ ସମସ୍ତଙ୍କ ଭ୍ରମ ତୁଟିଯିବ, ସବୁ ଧର୍ମ କଣ ହେଇଯିବ? ବିନାଶ ଘଟିବ। କେବଳ ଗୋଟିଏ ଧର୍ମ ରହିବ, ସତ୍ୟ ସନାତନ ଧର୍ମ। ଆଉ ଗୋଟେ ଭଲ କଥା ମନେ ରଖିତ, ଆମେ ଦୃଢ ଭାବରେ କହୁଛୁ, ସମଗ୍ର ପୃଥିବୀ ଭୂଖଣ୍ଡରେ ଏମିତି ସମୟ ଆସିବ ସମସ୍ତେ ଗୀତା ଭାଗବତ ପଢିବେ। ନିର୍ବାଚନ ସମସ୍ତେ କଣ କରିବେ? ଗୀତା ଭାଗବତ। ଧର୍ମର ସବୁ ତ ଗ୍ଲାନି ହେଇଗଲାଣି, ଆଉ ଖାଲି ସାକାର ରୂପରେ ଧର୍ମ ଗ୍ଲାନି ହେଇଛି। ସେ ଟିକକ ହେଲା ମାନେ କାହିଁ ଜଳ ରୂପେ ମୁହିଁ ସଂସାର ଗ୍ରାସିବି, କାହିଁ ପବନ ରୂପରେ ଉଡାଇଣ ନେବି, କାହିଁ ଅଗ୍ନି ରୂପେ ମୁହିଁ କରିବି ସଂହାର, ହେତୁ ରଖିଥିବୁ ତୁହି ଆହେ ପକ୍ଷୀ ବୀର। ପକ୍ଷୀ ବୀର ଗରୁଡ, ହେ ଗରୁଡ
ମୁଁ କୋଉଠିକୁ ଅଗ୍ନି ରୂପରେ ଆସିଯିବି, କୋଉଠି ଜଳ ରୂପେ ବୁଡେଇ ଦେବି, କୋଉଠି ପବନ ରୂପରେ ଉଡେଇ ନେବି। ସେଥିପାଇଁ ଗୋଟେ ପଦ ଆମେ କହୁ, ମଣିଷ ଡରଇ ମଣିଷକୁ ଭାଇ ବିଚିତ୍ର ଏ କଳି ଯୁଗ, ପାଣି ପବନକୁ ସରବେ ଡରନ୍ତି ଦୈବର କୂଟ ଯୋଗ। ଶୁଣିଥିଲେ, ଜେଜ କହିଥିଲେ ଆମେ ଗପ ଶୁଣିଥିଲେ, ବାପା କହୁଥିଲେ ଆମେ ଗପ ଶୁଣୁଥିଲେ, କିନ୍ତୁ ଆଖିରେ ଦେଖିନଥିଲେ। ଏବେ ଦେଖୁଛେ, ସମୟ କଣ ହେଲାଣି, ଆଉ ଆଗକୁ କଣ ଘଟିବ। ଯଦି ଆମ ବିବେକ ଆମକୁ ଚେତନା ନ ଦବ, ଆମ ବୁଦ୍ଧି ଯଦି ଆମକୁ ଚେତନା ନ ଦବ, ଆମ ଜ୍ଞାନ ଯଦି ଆମକୁ ଚେତନା ନ ଦବ, ଆମ ଚିତ୍ତ ଯଦି ଆମକୁ ଚେତନା ନ ଦବ, ଆମକୁ କିଏ ଚେତନା ଦବ? ଟଙ୍କା ସୁନାରେ କାରବାର, ଏ ଅଟେ କଳିର ବିଚାର। ଏ ଟଙ୍କା ସୁନା ସମସ୍ତଙ୍କୁ ମୁହ କହି ଏଥର ବୁଝିପାରିଲ ନା ବୁଝିପାରିଲନି? ତେଣୁ ଦେଖିବାର ସମୟ ଖୁବ୍ ନିକଟ। 52 ଅଙ୍କୁରି ତ ଭାରତରେ ହବ ଆଉ କଣ। ପୃଥିବୀରେ ଯେମିତି ଚାରିଆଡେ ହଣା କଟା ଆରମ୍ଭ ହେଲାଣି, ଇଏ 52 ଅଙ୍କରେ ଯେମିତି ଭାରତରେ ଆରମ୍ଭ ହବ। ସେଥିପାଇଁ ସଜାଗ ହେଇକି ରୁହ। ସଜାଗ ନହେଲେ ଛାଗଳ ପରି ଯିବେ ଆଉ। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲାନ୍ତି ଗୋଆ।